ଦର୍ଶକ ବନ୍ଧୁ ତୋରି ପାଇଁ ତୋ ପାଇଁରେ ଦେଖିବେ ରାମ ତାଙ୍କ ରୁମ୍ରେ ବସିକି ତାଙ୍କ ପଛ କଥା ଭାବୁଥିବେ, ଚିକିଙ୍କ କଥା ଭାବୁଥିବେ। ଚିକିଙ୍କ ସହିତ କେମିତି ପାର୍କରେ ଦେଖା ହେଇଥିଲା, କେମିତି ସେ ଜଗିଂ ବେଳେ ତାଙ୍କ ହାତକୁ ଧରିଥିଲେ ଓ ତାଙ୍କର ଧରିଲା ବେଳେ ତାଙ୍କୁ କ'ଣ ଫିଲ୍ ହେଇଥିଲା ଓ ସେ କେମିତି ତାଙ୍କ ମାଆକୁ କେମିତି ଯେତେବେଳେ ସୁଗନ୍ଧା ରାୟ ସହିତ ଆସିଥିଲେ ଘରକୁ, ସେତେବେଳେ ପ୍ରଥମେ ଯେତେବେଳେ ଦେଖା ହେଇଥିଲା ସେତେବେଳେ ତା ମାଆକୁ ନମସ୍କାର କରିଥିଲେ, ସେତେବେଳେ କଥା ମନେ ପକାଉଥିଲେ ଓ ପର ମୁହୂର୍ତ୍ତରେ ବସିକି ତାଙ୍କ ଘରେ ଭାବୁଥିବେ ଯେ ଯେତେବେଳେ ସିଆଙ୍କୁ ସିଏ ଯେତେବେଳେ ଆକ୍ରମଣ କରିଥିବେ ଚିକିକି, ସେତେବେଳେ ଯେଉଁ ତାଙ୍କ ହାତ କଟି ଯାଇଥିବ ସେ ହାତକୁ ଦେଖିକି ଚିକି କଥା ଭାବୁଥିବେ ଓ ସେ କାହିଁକି ତାଙ୍କୁ ବଞ୍ଚେଇବାକୁ ଗଲେ, ତାଙ୍କର ଇମୋସନ୍ ତା ପଛରେ କ'ଣ ରହିଛି ଏକଥା ଭାବୁଥିବେ। ସେ ସମୟରେ ଆସି ସୁଗନ୍ଧା ତାଙ୍କ ଘରେ ପହଞ୍ଚିବେ, ସେ ରୁମ୍ରେ ରାମଙ୍କ ରୁମ୍ରେ ପହଞ୍ଚିବେ, କହିବେ ଆରେ ରାମ କ'ଣ ବସି ଭାବୁଛୁ, ଆଉ ତୁ ସେ ଦୁର୍ଗା କଥା ଭାବୁଛୁ ନା? ହଁ ମୁଁ ଜାଣିଛି ତୁ ଦୁର୍ଗା କଥା ଭାବୁଥିବୁ। ତାପରେ ରାମ କହିବେ ନା ମା, ମୁଁ ଦୁର୍ଗା କଥା ଭାବୁନି, ମୁଁ ଭାବୁଛି ଚିକିଙ୍କ କଥା। ସେ ଚିକି ନା ଦୁର୍ଗା, ମୁଁ ଆଜି ଯାଏଁ ଏମିତି କହି ରହିଯିବେ। ତାପରେ ସୁଗନ୍ଧା କହିବେ ଆରେ ତୁ ସିନା ଜାଣିପାରୁନୁ, କିନ୍ତୁ ମୋ ମା ମନ କହୁଛି ସିଏ ହେଉଛି ଚିକି। ସେ ଯେତେବେଳେ ପ୍ରଥମେ ଆମ ଘରକୁ ଆସିଥିଲା, ସେ ଯେତେବେଳେ ମୋ ପାଦକୁ ଛୁଇଁଥିଲା, ସେତେବେଳେ ମୁଁ ଜାଣିଯାଇଥିଲି ସେ ହିଁ ଚିକି, ଆଉ ମୋ ମନ କହୁଛି ସେ ହିଁ ଚିକି। ତୁ କ'ଣ ଭାବୁଛୁ, ସେ ଚିକି ନା ଦୁର୍ଗା? ତାପରେ ରାମ କହିବେ ମା, ମୁଁ କ'ଣ ଭାବୁଛି ସେଇଟା ବଡ଼ କଥା ନୁହେଁ, କିନ୍ତୁ ବଡ଼ କଥା ଏଇଆ ଯେ ମୁଁ ଯେତେବେଳେ ତାଙ୍କୁ ଟଚ୍ କରୁଛି ମୋତେ କାହିଁକି ଗୋଟେ ଦୁର୍ଗା ପ୍ରତି ଗୋଟେ ଅଲଗା ଫିଲିଙ୍ଗସ୍ ଆସୁଛି, ଆଉ ମୋତେ ଲାଗୁଛି ମୋର ଯେମିତି ତାଙ୍କ ସହିତ ଏମିତି କହିଗଲା ପରେ ରହିଯିବେ। ତାପରେ ସୁଗନ୍ଧା କହିବେ ହଁ ମୁଁ ବୁଝିପାରୁଛି, ଗୋଟେ ପୁଅର ମନ କଥା ମୁଁ ବୁଝିପାରୁଛି, ସେଇଟା ତୋର ତା ପ୍ରତି ଭଲ ପାଇବା ଆଉ ତୋର ତାକୁ ପ୍ରେମ ହେଇଯାଇଛି। ଦୁର୍ଗା ଯେ ଚିକି ଏକଥା ବୁଝିବାକୁ ରାମକୁ କିଛି ସମୟ ଆଉ ଲାଗିପାରେ। ହୁଏତ ସେ କନଫ୍ୟୁଜ୍ରେ ଏଇଥିପାଇଁ ଅଛନ୍ତି ସେ କାହିଁକି ତାଙ୍କ ସହିତ ଏମିତି କରୁଛନ୍ତି। ଆଉ ସୁଗନ୍ଧା ବି ସେଇ କଥା କହିବେ, ମୁଁ ଜାଣିଛି ସେ ଚିକି, କିନ୍ତୁ ସେ କାହିଁକି ଏମିତି ବ୍ୟବହାର କରୁଛି ତା ପଛରେ କ'ଣ କାରଣ ମୁଁ ସେଇଟା କହିପାରିବି ନାହିଁ। ସେପଟେ ରାମ ବସି ସେ ପାହାଡ଼ରୁ ପେଲି ଦେଇଥିବା କଥା ତାଙ୍କ ମନକୁ ଆସୁଥିବ, ଏପଟେ ତାଙ୍କ ହାତକୁ ଦେଖୁଥିବେ ଆଉ ତାଙ୍କ ପଛ କଥା ମନେ ପକାଉଥିବେ। ଏମିତି ଭାବ ବିବଳ ହେଇ ରାମ ସୁଗନ୍ଧା ସହିତ କଥା ହେଉଥିବେ। ଆଉ ସୁଗନ୍ଧା କହିବେ ଚିକି ଯେ ଦୁର୍ଗା କଥା ମୋତେ ଆଉ ବୁଝିବାକୁ ବାକି ନାହିଁ, କିନ୍ତୁ ତୋ ମନ ଯେ କାହିଁକି ମାନୁନି ତା ପଛରେ କ'ଣ କାରଣ ଅଛି ସେଟା ତୋତେ ଖୋଜିକି ବାହାର କରିବାକୁ ପଡ଼ିବ। ଆଉ ତୋ ଭଲ ପାଇବା ପ୍ରକୃତ ସତ ଏକଥା ଆଉ ବାକି ନାହିଁ, କିନ୍ତୁ ତୁ ଯେ ତୋର ଆଉ କିଛି ଦିନ ବାହାଘର ରହିଲା, ତୁ ଏତେ ବ୍ୟସ୍ତ ବିବ୍ରତ କାହିଁକି? ତୁ ତ ଚିକିକି ଭଲ ପାଉନା। ଆଉ ଚିକି ଯେ ମୋ ଘରର ବୋହୂ ସେ କଥା ନୁହେଁ, ମୁଁ ତାକୁ କେବେଠୁ ମୋ ଝିଅ ବୋଲି ବି ମାନି ନେଇଛି। ସେ କେବଳ ଘରର ବୋହୂ ନୁହେଁ, ସେ ଘରର ଝିଅ ବି। ଏପଟେ ରୁହିକୁ ପାଗଳଖାନା ନେଇଯିବା ପାଇଁ ଡାକ୍ତରମାନେ ଆସିଥିବେ ଓ ତାଙ୍କ ସହିତ ପୋଲିସ ବି ମଧ୍ୟ ଆସିଥିବେ। ରୁହି କହୁଥିବ ମୁଁ ମେଡ଼ିକାଲ ଯିବି ନାହିଁ, ମୁଁ ମେଣ୍ଟାଲ ନୁହେଁ, ମୁଁ ଚିକିକୁ ମର୍ଡ଼ର କରିନାହିଁ, ଆପଣମାନେ କାହିଁ ବୁଝୁନାହାନ୍ତି, ମୋର କିଛି ହେଇନାହିଁ। ଏପଟେ ରତନ କହିବେ ତୁମେ ତାକୁ ଛାଡ଼ିବନି, ଆଉ ଯଦି ମେଡ଼ିକାଲ ନିଅ ତାହେଲେ ଆମେ ଆପଣଙ୍କୁ ଛାଡ଼ିବୁନି, ଏମିତି କହି ଆମ୍ବୁଲାନ୍ସରୁ ଚାବିକାଢ଼ି ନେଇ ଆସିବେ। ସେପଟେ ପୋଲିସ ଆସି ପହଞ୍ଚିବେ ଓ ଡକ୍ଟର ଆସି ପହଞ୍ଚିବେ, ତାଙ୍କୁ ଯିଏ ଅପୋଜ କରିବ ନେଲା ବେଳେ ଆମେ ତାଙ୍କୁ ବି ଆରେଷ୍ଟ କରିବୁ, ଆଉ ଯିଏ ଅପୋଜ କରିବ ସେ ବି ଯାଇ ମେଡ଼ିକାଲରେ ରହିବ। ଏପଟେ ରୁହି କହୁଥିବେ ମୋତେ ଛାଡ଼ିଦିଅ, ମୁଁ ମେଣ୍ଟାଲ ନୁହେଁ, ମୁଁ ଭଲ ଅଛି, ଆଉ ଚିକି ହିଁ ଦୁର୍ଗା, ଏକଥା କାହିଁକି ଆପଣମାନେ ମାନୁନାହାନ୍ତି। ଏମିତି ଠେଲାପେଲା ଭିତରେ ପରିସ୍ଥିତି ଗଣ୍ଡଗୋଳ ଆଡ଼କୁ ଯାଇଥିବ। ତାପରେ ରୁହିକୁ ମେଡ଼ିକାଲ ନେଇଯିବେ, ନେଇଗଲା ପରେ ରତନ ତାଙ୍କ ସହିତ ଓ ତାଙ୍କ ୱାଇଫ୍ ବି ତାଙ୍କ ସହିତ ଯିବେ। ଏପଟେ ସିଆ ବି ମେଡ଼ିକାଲ ଯିବେ। ଏପଟେ ଚିକି ଝରକାରେ ବସି କିଛି ଭାବୁଥିବେ ଓ ଦେଖୁଥିବେ। ମେଡ଼ିକାଲ ଗଲା ପରେ ରୁହି
ତାପରେ ଅନ୍ୟପଟରେ କ'ଣ ହେବ ନା ସୁଗନ୍ଧା ରାୟଙ୍କୁ ଗୋଟିଏ କଲ୍ ଆସିବ, ଯେଉଁଥିରେ କିଏ କଲ୍ କରିଛି ଜଣାପଡ଼ୁନଥିବ, କିନ୍ତୁ ମେଡ଼ିକାଲ ଏମର୍ଜେନ୍ସି ଥିବ। ସୁଗନ୍ଧା ରାୟ କହିବେ ଆପଣମାନେ କେମିତି ଫୋନ୍ରେ କହିବେ ଆପଣମାନେ କେମିତି ଜଣେ ଗୋଟେ ହାର୍ଟ ପେସେଣ୍ଟକୁ ମେଡ଼ିକାଲରୁ ଛାଡ଼ିଦେଲେ, ଆଉ ଆପଣଙ୍କର ଏତିକି ଦାୟିତ୍ୱହୀନତା ଅଭାବ ଯୋଗୁଁ ସେ କୁଆଡ଼େ ଚାଲିଗଲେ, ଆଉ ଯାଇ ମେଡ଼ିକାଲରେ ପହଞ୍ଚୁଛି, ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ। ଏମିତି କହି ସେ ଫୋନ୍ ରଖିବେ ଓ ତାଙ୍କର ଘରେ ଆଟେଣ୍ଡାଣ୍ଟ ଥିବା ତାଙ୍କୁ କହିବେ ଆଉ ଚିକିକି ଜଣାଇଦେବେ ମୁଁ ଦିନେ ଦିନ ବାହାରକୁ ଯାଉଛି। ଆଉ ଚିକିକି ସତ କଥା ଜଣାଇଲେ ବ୍ୟସ୍ତ ବିବ୍ରତ ହେବ। ଏପଟେ ତାଙ୍କ ରାମକୁ ତାଙ୍କ ମା ସୁଗନ୍ଧା କହିବେ ଆରେ ହାତରୁ ରକ୍ତ ବୋହୁଛି, ମୁଁ କ'ଣ ତୋ ସାଙ୍ଗରେ ବସିକି କଥା ହେଉଛି, ଆଇ ତୋ ହାତ ଦେଖା, ତୋ ହାତକୁ ଷ୍ଟିଚ୍ କରିଦେବି। ଆଉ ସେ ହାତ ଆଣିକି ରାମଙ୍କର ହାତରେ ଷ୍ଟିଚ୍ କରିବାକୁ ଯାଉଥିବେ। ସେପଟେ ଦେଖିବେ ନଜର ପଡ଼ିଯିବ ଯେ ଦୁର୍ଗା ଚାହିଁ ରହିଛନ୍ତି ଆସିକି ତାଙ୍କର ଡୋର୍ ପାଖରେ ଦେଖୁଛନ୍ତି। ଆଉ ଡୋର୍ ପାଖରେ ଦେଖିଲା ପରେ ସେ ଟିକେ ବିହ୍ୱଳ ହେଇଯିବେ, କହିବେ ଯଦି କିଛି ଖରାପ ନ ହୋଇବ ତାହେଲେ ମୁଁ ଏ ଯେଉଁ ରାମଙ୍କ ହାତଟାକୁ ଟିକେ ଷ୍ଟିଚ୍ କରିଦେବ କି? ସେ କହିବେ ନାଇଁ ଖରାପ କ'ଣ ଭାବିବି, ମୋ ଦ୍ୱାରା ପାଇଁ ଏସବୁ ହେଇଛି, ତେଣୁକରି ଖରାପ ଭାବିବାର କିଛି ନାହିଁ, ଆପଣ ଯାଆନ୍ତୁ, ମୁଁ ତାଙ୍କ ହାତ ଷ୍ଟିଚ୍ କରିଦେବି। ସେ ତାଙ୍କ ହାତକୁ ଯାଇକି ଷ୍ଟିଚ୍ କରିଦେବେ। ରାମ ତାଙ୍କୁ ଦେଖି ଇମୋସନ୍ ହେଇଯିବେ ଆଉ ତାଙ୍କ ପଛ କଥା ମନେ ପଡ଼ିବ, କହିବେ ଆଉ ତମ ପାଇଁ ଏସବୁ ହେଇଛି ବୋଲି ତମେ ଭାବୁଛ କି? ଚିକି କହିବେ ହଁ ମୋ ପାଇଁ ହେଲା, ମୁଁ ଯଦି ସେତେ ଝଗଡ଼ା ଝାଣ୍ଟି ନ ହେଇଥାନ୍ତା ତମ ହାତ ଏ ଅବସ୍ଥା ହେଇନଥାନ୍ତା। ତାପରେ ଦୁଇ ଜଣ ଇମୋସନ୍ ହେଇ ତାଙ୍କର ପଛ କଥା ମନେ ପଡ଼ିବ। ପଛ କଥା ମନେ ପଡ଼ିଲା ପରେ ସେ ଟିକେ ତାଙ୍କ ଇମୋସନାଲ୍ ହେଇ ଲଭ୍ କଥା ମନେ ପଡ଼ିବ, ସେ କଥାକୁ ଭାବିବେ ଓ କିଛି ସମୟ ପରେ ସେ ତାଙ୍କ ହାତକୁ ବାନ୍ଧିଦେବେ। ହାତ ବାନ୍ଧିଦେଲା ପରେ ସେ ଦୁଇ ଜଣଙ୍କର ଇମୋସନ୍କୁ କଣ୍ଟ୍ରୋଲ୍ କରିବେ। ଆଗକୁ କ'ଣ ହେବ ଦେଖିବା ପାଇଁ ଆମ ଚ୍ୟାନେଲ୍କୁ ଲାଇକ୍ ଆଉ ସବସ୍କ୍ରାଇବ୍ କରିବାକୁ ଭୁଲିବେନି।